Good morning, all. ଆଉ ଏକ କ୍ଲାସ୍ 7 ଆଉ ଏକ ନୂଆ ଆଜି କ୍ଲାସ୍କୁ ସମସ୍ତଙ୍କୁ ସ୍ୱାଗତ। ଆମେ ଥିଲେ କଳା ମାଣିକରେ ସେ ପଦ୍ୟ ପଢ଼ୁଥିଲେ। ଅଭିମନ୍ୟୁ ରୀତିଯୁଗର କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ବିଦଗ୍ଧ ଚିନ୍ତାମଣି କାବ୍ୟରୁ ଏହା ଆସିଅଛି କଳା ମାଣିକରେ। ଏଥିରେ ମୁଖ୍ୟ ବିଷୟବସ୍ତୁ ହେଉଛି ଶ୍ରୀକୃଷ୍ଣଙ୍କ ପ୍ରତି ବାତ୍ସଲ୍ୟ ମମତା ବା ଗୋଟିଏ ପୁତ୍ର ପ୍ରତି କିଭଳି ଭାବରେ ଜଣେ ମାତାର ବାତ୍ସଲ୍ୟ ମମତା ପ୍ରକଟିତ ହୋଇଛି ତାର ବିଚ୍ଛେଦରେ ଯେତେବେଳେ ଶ୍ରୀକୃଷ୍ଣ ସବୁବେଳେ ଗୋ ଗୋଷ୍ଠ ନେଇ ବନକୁ ଚରାଇବାକୁ ଯାଆନ୍ତି। ପ୍ରତ୍ୟେକ ଦିନର ତାଙ୍କର କାର୍ଯ୍ୟ ଏହା। ଯେତେବେଳେ କୌଣସି ଏକ ଦିନ ତାଙ୍କର ବିଳମ୍ବ ଘଟିଛି, ସେ ଫେରିବାରେ ବିଳମ୍ବ ଘଟିଛି, ତାଙ୍କର ବଂଶୀର ସ୍ୱନ ଆଉ ଶୁଭୁ ନାହିଁ, ସେତେବେଳେ ମାତା ଯଶୋଦା ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ଏହା ବାସ୍ତବରେ ବାତ୍ସଲ୍ୟ ମମତାର ଏକ ପ୍ରକୃଷ୍ଟ ଉଦାହରଣ। ଏହା କେବଳ ଯଶୋଦାଙ୍କ କ୍ଷେତ୍ରରେ ନୁହେଁ, ଏହା ପ୍ରତ୍ୟେକ ମାଙ୍କ ପାଖରେ ପ୍ରତ୍ୟେକ ପିଲା ପ୍ରତି ଏହି ବାତ୍ସଲ୍ୟ ମମତା ଦେଖାଯାଏ। ଯେତେବେଳେ ଆମେ ମଧ୍ୟ ବିଳମ୍ବ ହୁଅନ୍ତି, କେତେବେଳେ ଆମେ କୌଣସି ଜାଗାକୁ ଯାଇକି ଫେରିବା ବିଳମ୍ବ ହୋଇଥାନ୍ତି ବା ଫୋନ୍ ରିସିଭ୍ କରନ୍ତି ନାହିଁ ବା ଖବର କିଛି ନଥାଏ, ଏମିତି କିଛି ବି ଘଟଣା ଘଟିଲେ ଆମ ମା' ମାନେ ଯେମିତି ଆମର ପିତାମାନେ ଯେମିତି ବ୍ୟସ୍ତ ବିବ୍ରତ ହୋଇପଡ଼ନ୍ତି, ସେଇଭଳି ଭାବରେ ଯଶୋଦା ମାତା ଯଶୋଦା ସେ ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡ଼ୁଛନ୍ତି ତାଙ୍କ ପୁତ୍ରର ବିୟୋଗରେ। ସେ ମନରେ ନାନା ଆଶଙ୍କା କରିଛନ୍ତି ଏବଂ ଭାଳି ହୋଇଛନ୍ତି ପୁତ୍ରର ସବୁ ଗୁଣ। ତୁମେ ଯେମିତି କିଛି ଦିନ ପାଇଁ ଅଲଗା ହୋଇଗଲେ ମା ସବୁ କଥା ମନେ ପକାଇଥାନ୍ତି। ତୁମର କ'ଣ କ'ଣ ସେ କାମ କରିଥାନ୍ତି ସକାଳୁ ପାଖରୁ ଉଠିଲେ ସେ ତାଙ୍କୁ କଷ୍ଟ ଜଣାପଡ଼େ ନାହିଁ। ସେ ଖୁସିରେ ଖୁସିରେ କରିଥାନ୍ତି। ତୁମକୁ ଡ୍ରେସ୍ ପିନ୍ଧେଇ ଦେବା, ତୁମକୁ ଖାଇବା ଦେବା, ପ୍ରସ୍ତୁତ କରିଦେବା, ତୁମକୁ ସ୍କୁଲ ପଠାଇବା, ତୁମକୁ କୋଚିଂ ପଠାଇବା, ଟ୍ୟୁସନ୍ କରାଇବା, ପାଠ ପଢ଼ାଇବା ଇତ୍ୟାଦି ସବୁ ପ୍ରକାର କଥା ତୁମର ଚିନ୍ତା କରିବି ସେ କେବେ ଏହାକୁ ବିରକ୍ତ ଅନୁଭବ କରିନଥାନ୍ତି। ବରଂ ତୁମର କେବେ ଯଦି ବିଳମ୍ବ ଘଟିଲା ବା କେଉଁଠି ତୁମେ ଚାଲି ଯାଇଛ ବହୁତ ଦିନ ପର୍ଯ୍ୟନ୍ତ ତୁମକୁ ମା ମନେ ପକାଇବେ ଏବଂ ସେଇ କଥା ଗୁଡ଼ିକୁ ମନେ ପକାଇବେ। ସେଇ ଯେଉଁ କାର୍ଯ୍ୟ ସେ କରୁଥିଲେ ତାକୁ ବରଂ କଷ୍ଟ ଯନ୍ତ୍ରଣା ନ ଭାବି ମନେ ପକାଇବେ। ଅର୍ଥାତ୍ ସେ କାର୍ଯ୍ୟକୁ ମନେ ପକାଇବା ଅର୍ଥ କେବେ ତାକୁ ଜୀବନରେ ସେଇଟା କଷ୍ଟ ଯନ୍ତ୍ରଣା ଦେଇନଥିବ। ସେଇଭଳି କଥାକୁ ନେଇ ଆମେ ପଢ଼ୁଥିଲେ କଳାମାଣିକରେ, ଯେଉଁଥିରେ ବାତ୍ସଲ୍ୟ ମମତା ପ୍ରକଟିତ ହୋଇଛି ମାତା ଯଶୋଦାଙ୍କର ଶ୍ରୀକୃଷ୍ଣ ଯେତେବେଳେ ଚାଲି ଯାଇଛନ୍ତି। ପୂର୍ବ ପାଠର କିଛି ଅଳ୍ପ କିଛି କହିଦେଲି। ମୁଁ ଭାବୁଛି ତୁମମାନେ ଭଲ ଭାବରେ ପଢ଼ିକି ଆସିଥିବ ଏବଂ ସବୁବେଳେ ପୂର୍ବ ପାଠ ପଢ଼ିକି ଯେଉଁଗୁଡ଼ା ପଢ଼ାଗଲା ସେଇଗୁଡ଼ାକ ପଢ଼ିବା ସହିତ ତା ପର ପାଠ ଯେଉଁଗୁଡ଼ା ପର କ୍ଲାସ୍ରେ ପଢ଼ାଯିବ ତାକୁ ମଧ୍ୟ ପଢ଼ିକି ଆସିବା ଉଚିତ। ପଢ଼ିକି ଆସିଲେ ତୁମ ମନ ଭିତରେ ତାହା ଥିବ ଏବଂ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା କୌଣସି ଶବ୍ଦର ଅର୍ଥ, କୌଣସି ବିପରୀତ ଶବ୍ଦ କିମ୍ବା କୌଣସି ବ୍ୟାକରଣଗତ ପ୍ରଶ୍ନ ଅବା କୌଣସି ବୁଝିବାର କଥା ସବୁକିଛି ମନରେ ଥିବ ଏବଂ ପଢ଼ାଇଲା ବେଳେ ମୁଁ ଯେତେବେଳେ ବୁଝେଇବି ତମେ ନିଶ୍ଚିତ ତାକୁ ସହଜରେ ବୁଝିପାରିବ। ଫୋନ୍ ଆସୁଛି ତ କେହି ଫୋନ୍ ନ କରିବା ଉଚିତ। ବର୍ତ୍ତମାନ ସମୟରେ ପିଲା କିଛି ଫୋନ୍ କରିଦେଉଛନ୍ତି। ବହୁତ ସମୟରେ ମନା କରୁଛି ଲାଇଭ୍ କ୍ଲାସ୍ ଚାଲିଥିଲା ବେଳେ ଏହି ସମୟରେ କେବେ ଫୋନ୍ କରିବ ନାହିଁ। ତ ବର୍ତ୍ତମାନ ଆମେ ଯିବା, ଆମେ ଯେଉଁଠି ରହିଥିଲେ, ଡରୁଥାଉ ଅନ୍ଧାରକୁ। ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ଜନକ ଜନନୀ ସୁଖ କାହିଁ ପାଇଁ ସାରୁ। କଳାମାଣିକରେ ଡରୁଥାଉ ତୁ ଅନ୍ଧାରକୁ। ଯେତେବେଳେ ସେ ବନକୁ ଯାଇଛନ୍ତି, ଗୋ ଗୋଷ୍ଠ ନେଇ ଆଉ ଫେରି ନାହାନ୍ତି, ବିଳମ୍ବ ହୋଇଯାଇଛି, ସମୟ ଅତିବାହିତ ହୋଇଯାଇଛି। ଯେଉଁ ସମୟରେ ସେ ଫେରିବାର କଥା ସେ ସମୟ ଅତିକ୍ରାନ୍ତ ହୋଇଯାଇଛି, ଅତିକ୍ରମ କରିଯାଇଛନ୍ତି। ସେ ସମୟରେ ମାତାଙ୍କ ମନରେ ଆଶଙ୍କା ଜନ୍ମିଛି। ସେ ମନେ ମନେ ଭାବୁଛନ୍ତି, ଚିନ୍ତା କରୁଛନ୍ତି, ଭାଳି ହେଉଛନ୍ତି। ଭାଳିବା, ଚିନ୍ତା କରିବା, ମନେ ପକାଇବା ଇତ୍ୟାଦି ସମାର୍ଥକ ବୋଧକ ସବୁ ସମାନ ଅର୍ଥରେ ବ୍ୟବହୃତ ହୋଇଥାଏ। ତୁ ଡରୁଥାଉ ଅନ୍ଧାରକୁ ସାଧାରଣତଃ ଶିଶୁ ସୁଲଭ ଗୁଣ। ଅନ୍ଧାରକୁ ଡରିବା ଏକ ଶିଶୁ ସୁଲଭ ଗୁଣ। ଗୋଟେ ଛୋଟ ପିଲାଟିଏ ଯେତେବେଳେ ରାତିରେ ଉଠି ପଡ଼ିଛି ସେତେବେଳେ ନିଜ ଛାଇକୁ ଦେଖିଲେ ବି ସେ ବେଳେବେଳେ ଡରିଯାଏ। ଛୋଟ ପିଲାଟେ ନିଜ ଛାଇକୁ ହଠାତ୍ ଦେଖିଥିଲେ ସେ ଡରିଯାଏ, ବୋଧହୁଏ କେହି ଜଣେ ଏଠି ଛିଡ଼ା ହେଉଛି। ଆମେ ବି ବେଳେବେଳେ ସେ ମନେ ପକାଇ ପାରିବ ତୁମ ଜୀବନର ଘଟଣାବଳୀ ସେମିତି କେତେବେଳେ ଥିବ, ନିଶ୍ଚିତ ଭାବରେ ଥିବ। କେତେବେଳେ ନା କେତେବେଳେ ତୁମେ ବି ଡରିଥିବ
ଯେ ଉଠି ପଡ଼ିଲା ପରେ ହୁଏତ ଏମିତି ବି ହେଇଥାଇପାରେ ବେଳେବେଳେ ତୁମ ଘର ଜିନିଷ ହିଁ ରଖାଯାଇଥିବ, ସକାଳେ ତୁମେ ଦେଖିଥିବ ଯେ ଏଇଠାରେ କିଛି ଗୋଟେ ଦ୍ରବ୍ୟ ଅଛି, ବଡ଼ କ'ଣ ଗୋଟେ ବାକ୍ସଟେ ରହିଛି, କିନ୍ତୁ ତୁମେ ସେ ତାହାରି ଛାଇ ହିଁ ପଡ଼ିଥିବ ଅନ୍ଧାରରେ, ତାକୁ ବେଳେବେଳେ ଡରିଯାଅ କ'ଣ ଏଠି ଗୋଟେ ରହିଲା ଭାବିକି, କିଏ ଏଠି ବସି ପଡ଼ିଛି କି, କିଏ ଏଠି କ'ଣ ଗୋଟେ ଭୂତ ଅଛି କି, ଏମିତି ଭାବିକି ଆମେ ଡରି ଯାଇଥାନ୍ତି ପିଲାବେଳେ। ମୁଁ ବି ଡରିଛି ପିଲାବେଳେ। ତ ସେଇଭଳି ଭାବରେ ଶ୍ରୀକୃଷ୍ଣ ମଧ୍ୟ ଅନ୍ଧାରକୁ ଡରିଥାନ୍ତି। ଯେତେବେଳେ ପ୍ରଭୁ ସେ ସେତେବେଳେ ମାନବ ଶରୀର ଶରୀରରେ ଜନ୍ମଗ୍ରହଣ କରିଛନ୍ତି ମର୍ତ୍ତ୍ୟପୁରରେ ବା ପୃଥିବୀ ସେତେବେଳେ ନିଜର ସବୁ ମାନବିକ ଗୁଣ ପ୍ରକଟିତ ହୋଇଛି ତାଙ୍କ ପାଖରେ। ଯେହେତୁ ସେ ମାନବ ହୋଇକି ଜନ୍ମଗ୍ରହଣ କରିଛନ୍ତି, ତେଣୁ ତାଙ୍କ ପାଖରେ ପ୍ରତ୍ୟେକ ମାନବିକ ଗୁଣ ପ୍ରକଟିତ ହୋଇଛି। ଏହା ସ୍ୱାଭାବିକ କଥା। ମନୁଷ୍ୟ ଯେତେବେଳେ ଟିକେ ବର୍ତ୍ତମାନ କରେଣ୍ଟ ଚାଲି ଯାଇଛି, କରେଣ୍ଟ ଚାଲିଗଲେ ଟିକେ ପ୍ରୋବ୍ଲେମ ହେଉଛି। ସବୁ ମାନବିକ ଗୁଣ ତାଙ୍କ ପାଖରେ ପ୍ରକଟିତ ହୋଇଛି ଏବଂ ସେ ସବୁ ମାନବିକ ଶିଶୁ ସୁଲଭ, ଯେମିତି ଶିଶୁ ଗୋଟେ ପିଲାବେଳେ କରିଥାଏ ସେମିତି ସେ ବି କରିଛନ୍ତି। ସେ ବି ଡରି ଯାଇଛନ୍ତି ଅନ୍ଧାରକୁ ଦେଖିଲେ। ଏଠାରେ ମନେ ପକାଉଛନ୍ତି ମାତା ଯଶୋଦା ଯେ ପୁତ୍ରର କଥା, ଯେ ତୁ ଅନ୍ଧାରକୁ ଦେଖିଲେ ଡରିଯାଉ, ନିଜର ଛାଇ ଦେଖିଲେ ମଧ୍ୟ ଡରିଯାଉ, ତୁ କିନ୍ତୁ ଯେତେବେଳେ ଗୋରୁ ନେଇକି ଯାଉଛୁ ଜନକ ଜନନୀ ସୁଖ ସବୁକିଛି ସାରି ଦେଉଛୁ। କାହିଁ ପାଇଁ ସାରୁ, ସେ ପଚାରୁଛନ୍ତି କାହିଁ ପାଇଁ ସାରୁ, ଅର୍ଥାତ୍ ଯଶୋଦାଙ୍କ ମନରେ କେଉଁଠି ନା କେଉଁଠି ରହିଅଛି ଶ୍ରୀକୃଷ୍ଣ ଗୋପପୁରରେ ଯେତେବେଳେ ଅବସ୍ଥାନ କରୁଛନ୍ତି, ଯେତେବେଳେ ମା ସେ ତାଙ୍କର ସାଙ୍ଗମାନଙ୍କ ସହିତ, ସଖାମାନଙ୍କ ସହିତ, ଗୋପ ବାଳକମାନଙ୍କ ସହିତ ସେ ଯେତେବେଳେ ଗୋରୁ ନେଇକି ଯାଉଛନ୍ତି ଚରେଇବା ପାଇଁ ବନକୁ, ସେତେବେଳେ କୌଣସି ନା କୌଣସି ସମୟରେ ମା ଚିନ୍ତା କରୁଛନ୍ତି ଯେ ମୋ ପୁଅଟି ହୁଏତ ନ ଯାଆନ୍ତା, ଏଠି ମୋ ପାଖରେ ରୁହନ୍ତା, ମୁଁ ତାକୁ ଅଧିକ ସ୍ନେହ କରନ୍ତି, ଅଧିକ ଗେହ୍ଲା କରନ୍ତି। ତ ସିଏ ଶ୍ରୀକୃଷ୍ଣ କାହା କଥା ନ ମାନି, ମୁଁ କାଲି କହିଥିଲି, ଶ୍ରୀକୃଷ୍ଣ କାହା କଥା ନ ମାନି ତାଙ୍କର ସଖାମାନଙ୍କ ସହିତ ଚାଲିଯାଆନ୍ତି ଗୋରୁ ଚରେଇବା ବାହାନାରେ ଖେଳିବା ପାଇଁ। ତାଙ୍କର ବିଶେଷ କାର୍ଯ୍ୟ ଥାଏ ଗୋରୁ ଚରେଇବା ନୁହଁ, ସେ ଖେଳିବା, ମଜା କରିବା, ସେ ଗଛରେ ଚଢ଼ିବା, ଡାଳ ଭାଙ୍ଗିବା, ବଂଶୀ ବଜେଇବା, ଯମୁନା କୂଳରେ ବୁଲିବା, ଇଏ ସବୁ ଅର୍ଥ ବା ଏଇସବୁ କଥା ପାଇଁ ସେ କୌଣସି ନା କୌଣସି ସ୍ଥାନରେ ଯଶୋଦାଙ୍କର ମନରେ ଅଛି ଯେ ମୋ ପୁତ୍ର ନ ଯାଆନ୍ତା, ତ ମୋ ପାଖରେ ରୁହନ୍ତା। ସେଥିପାଇଁ ସେ କହୁଛନ୍ତି ଜନକ ଅର୍ଥାତ୍ ପିତା, ଜନନୀ ଅର୍ଥାତ୍ ମାତା। ତ ଜନକ ଜନନୀ ସୁଖ କାହିଁ ପାଇଁ ସାରୁ, ଅର୍ଥାତ୍ ଏହି ସମୟରେ ଜନକ ଜନନୀର ସୁଖ ପାଇବା କଥା, ତାଙ୍କର ସ୍ନେହ ପାଇବା କଥା, ତାଙ୍କର ଶ୍ରଦ୍ଧା ପାଇବା କଥା। ଏ ମୋ ପାଖରେ ଥିଲେ ମୁଁ କ'ଣ ନୂଆ ନୂଆ ଜିନିଷ କରିକି ଦେଇଥାନ୍ତି, ମୋ ପିଲାକୁ ମୁଁ ଖାଇଥାନ୍ତା, ଓ ପିଲାକୁ ଖେଳେଇଥାନ୍ତି, ପିଲାକୁ ମୋ ପାଖରେ ରଖିଥାନ୍ତି, ମୋ ଆଖି ଆଗରେ ସବୁବେଳେ ରହିଥାନ୍ତା। ମୁଁ ସେ ବି ଯାହା କରୁ, ଯେତେ ଦୁଷ୍ଟାମି କଲେ ବି ଗୋଟେ ମା ପାଇଁ, ତା ପିଲା ଯେତେ ଦୁଷ୍ଟାମି କଲେ ବି ସେ ତା ମା ପାଇଁ ସୁଖକର ହୋଇଥାଏ। ସେଥିପାଇଁ ଯଶୋଦା ଚିନ୍ତା କରୁଛନ୍ତି ଯଦି ମୋ ପିଲାଟି ମୋ ପାଖରେ ସବୁବେଳେ ରୁହନ୍ତା, ମୋ ଆଖି ସାମ୍ନାରେ ସବୁବେଳେ ରୁହନ୍ତା, ତେବେ ଭଲ ହୁଅନ୍ତା ଏବଂ ମୁଁ ବହୁତ ଖୁସି ହୁଅନ୍ତି। ସେଥିପାଇଁ ସେ ମନର କ୍ଷୋଭକୁ ପ୍ରକାଶ କରୁଛନ୍ତି ସେଇ କବିତା ମାଧ୍ୟମରେ। ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ତୁ ଅନ୍ଧାରକୁ ବହୁତ ଡରୁଥାଉ, ତଥାପି ତୁ ଗୋରୁ ନେଇକି ଯାଉ। ଅର୍ଥାତ୍ ଯିଏ ଛାଇକି ଦେଖିଲେ ମଧ୍ୟ ଡରିଯାଏ, ସେ କେମିତି ଭାବରେ ବନକୁ ଯାଇପାରେ ବା ବନକୁ କାହିଁକି ଯାଉଛି? ସେ ଅଝଟିଆ ହେଉଛି, ତୁ ବନକୁ ଯିବା ପାଇଁ ଜିଦ୍ଦି କରୁଛୁ, ମୁଁ ଛାଡ଼ି ଦେଉଛି, କିନ୍ତୁ ତୁ ବନକୁ ଯିବା ପରେ ମୋ ମନରେ ଚିନ୍ତା ପଶୁଛି, ଯିଏ ଅନ୍ଧାରକୁ ଡରୁଥିଲା ସେ ବନରେ ଯାଇକି କେମିତି ଗୋରୁ ଚରେଇବ। ଏବଂ ସେଠାରେ ବହୁତ ଅଛନ୍ତି ଯେଉଁ ଡଙ୍କୁଣୀ, ଆମେ ପଢ଼ିବା ଆଗକୁ, ଡଙ୍କୁଣୀ, ନିଶାଚର, ଏମାନେ ସବୁ ବୁଲୁଛନ୍ତି। ଆମେ ମଧ୍ୟ ଘର ପାଖରେ ବହୁତ ସମୟରେ କୁହନ୍ତି, ଆଗରୁ ପୂର୍ବେ କୁହନ୍ତି, ତ ଛୁଆ ଧରା ଅଛନ୍ତି ଯେ ଖରାବେଳେ ତୁ ବାହାରକୁ ଯାଆନା, ଛୁଆ ଧରା ଅଛି ନେଇଯିବ। ବେଳେବେଳେ ତୁମକୁ ସବୁ ମା ମାନେ ମଧ୍ୟ କହିଥାନ୍ତି, ଯେତେବେଳେ ତୁମେ ଦ୍ୱିପହର ସମୟରେ, ମଧ୍ୟାହ୍ନ ସମୟରେ ଖାଇବା ସାରିବା ପରେ, ଯେତେବେଳେ ମଧ୍ୟାହ୍ନ ଭୋଜନ ସାରିବା ପରେ ତୁମେ ଯେତେବେଳେ ବିଶ୍ରାମ ନ କରି କୌଣସି ଖେଳିବାକୁ ବାହାରକୁ ଯିବା ପାଇଁ ଚିନ୍ତା କର ବା ଚେଷ୍ଟା କର, ସେତେବେଳେ ମା କିମ୍ବା ବାପା ତୁମକୁ ଡରାଇବା ପାଇଁ କହିଥାନ୍ତି ଯେ ବାହାରକୁ ଯାଆନା, ଛୁଆ ଧରା ଅଛି ନେଇଯିବ, ବୁଲୁଛି ଗୋଟେ ବଡ଼ ଛୁଆ ଧରା, ଗୋଟେ ବଡ଼ ଥଳି ଧରିକି ବୁଲୁଛି। ତ ଏଇ କଥା କହିଥାନ୍ତି। ଏହାର କାରଣ ହେଉଛି ଯେ ସେମାନେ ଚାହାନ୍ତି ଯେ ସେ ନ ଯାଉ, ବରଂ ଘରେ ବିଶ୍ରାମ ନେଉ ଏବଂ ଏଇଠି ରହିଯାଉ, ଖାଇସାରିକି ଟିକେ ବିଶ୍ରାମ ନେଉ। ସେଇଥିପାଇଁ ଯେଉଁମାନେ ମେସେଜ କରୁଛ, ମେସେଜ ମୁଁ ଦେଖିପାରୁନି, କେବଳ ମୋ ସ୍କ୍ରିନ୍ ଉପରେ ମେସେଜ ଗୁଡ଼ାକ ଫ୍ଲାସ୍ ହେଉଛି, ଅଳ୍ପ ସମୟ ପାଇଁ ଆସୁଛି, କିନ୍ତୁ ମୁଁ ଜାଣିପାରୁନି ମେସେଜ କିଏ କରୁଛି ଏବଂ କ'ଣ କରୁଛି। ଯଦି କିଛି ପଚାରିବାର ଅଛି ତୁମେ ମେସେଜ କରିଦେଇପାରିବ। ଆସିବାର କଥା, କିନ୍ତୁ ପ୍ରୋବ୍ଲେମ୍ ଅଛି, ତୁମେ ଭାବିବନି ଯେ ଆସିବ ନାହିଁ କାହିଁକି। ତ ମୁଁ ଯେହେତୁ ରେକର୍ଡ଼ିଂ କରୁଛି, ମୋର ଆସି ନାହିଁ ମୋବାଇଲରେ, ଅନ୍ୟ ସେଟ୍ ବା ଅନ୍ୟ ଲ୍ୟାପଟପ୍ରେ ଖୋଲିଥିଲେ ପାଖରେ,
ସେଇଥିରେ ଆସେ। ଯେହେତୁ ଆସୁନାହିଁ ତୁମେ ତାକୁ ପଠେଇ ଦେଇପାରିବ, କ'ଣ ପଚାରିବା କଥା ପଚାରି ଦେଇପାରିବ, ମୁଁ ତାକୁ ପରେ ଦେଖିକି ନିଶ୍ଚୟ ତୁମର ଉତ୍ତର ତୁମକୁ ଦେଇଦେବି କ'ଣ ବୁଝିବା ପାଇଁ ଚାହୁଁଛ। ଯେହେତୁ ଦେଖିପାରୁନାହିଁ ପରେ ଉତ୍ତର ନିଶ୍ଚିତ ଭାବରେ ତୁମକୁ ଦେଇଦେବି, ବା ତୁମେ ମୋତେ ପରେ ପଚାରି ଦେଇପାରିବ ଗ୍ରୁପରେ। ତ ବର୍ତ୍ତମାନ କଥା ହେଉଛି, ଯେତେବେଳେ ଯେଉଁଦିନ ମୁଁ ଦେଖିପାରିବି ମେସେଜ ତୁମକୁ ସେଦିନ କହିଦେବି ଆଗୁଆ, ମୁଁ ମେସେଜ ଦେଖିପାରୁଛି ତୁମେ କ'ଣ ପଚାରି ପାରିବ। ଯଦି ମେସେଜ ଦେଖିପାରୁନାହିଁ ତାହେଲେ ତୁମେ ପଚାରି ଦେଇପାରିବ, ମୁଁ ନିଶ୍ଚୟ ତୁମକୁ ଉତ୍ତର ଦେଇଦେବି ପରେ। ବୃଦ୍ଧ କାଳେ ତୁମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ। ବୃଦ୍ଧ କାଳେ, ଆଉ ମୁଁ ଗାୟନ କରୁନାହିଁ ବା ଗାନ କରୁନାହିଁ, ଅର୍ଥାତ୍ ତୁମେ ଏହାକୁ ଗାନ କରିଦେବ, ଗାନ ଯୋଗ୍ୟ, ଏହା ସୁନ୍ଦର ଭାବରେ ଏହାର ସ୍ୱରରେ ଗାୟନ ଯୋଗ୍ୟ, ଗାୟନ କରିହେବ ଏହାକୁ। ବୃଦ୍ଧ କାଳେ ତୁମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ। ବୃଦ୍ଧ ସମୟରେ ତୁମୋହର ଏକଇ ନନ୍ଦନ, ତୁ ହେଉଛୁ ନନ୍ଦନ ଅର୍ଥାତ୍ ପୁତ୍ର, ପୁଅ, ଏକଇ ହେଉଛି ଏକ ବା ଗୋଟିଏ। ତୁ ବୃଦ୍ଧ ସମୟରେ, ଏଠାରେ ଯଶୋଦା ମାତା ବୃଦ୍ଧା ହୋଇନାହାନ୍ତି, ତଥାପି ସେ କହୁଛନ୍ତି ଆଜି ଯଦି ତୋର କିଛି ଭଲ ମନ୍ଦ ହେଇଯାଏ ତାହେଲେ ସମୟ ଆସିବ ଯେ ଯେତେବେଳେ ଆମେ ବୃଦ୍ଧା ହୋଇଯିବା, ଆମେ ତୋର ପିତାମାତା ଯେତେବେଳେ ବୁଢ଼ାବୁଢ଼ୀ ହେଇଯିବା, ସେତେବେଳେ ଆମ ପାଇଁ, ଆମ ଆଖିରେ, ତୁ ତ ନୟନ ପିତୁଳା, ତୁ ଯଦି ତୋର କିଛି ପ୍ରୋବ୍ଲେମ୍ ହେଇଯାଏ ବା କିଛି ଅସୁବିଧା ହୋଇଯାଏ, ତେବେ ଆମକୁ ଦେଖା ହିଁ ହେବନି, କାହିଁକିନା ତୁ ଆମର ନୟନ ପିତୁଳା, ଆମ ଆଖି ଥିଲେ ବି ତୁ ଯଦି ନଥିବୁ ଆମେ ଅନ୍ଧ ସଦୃଶ ହେଇଯିବୁ। ଆଉ କ'ଣ ସେ କହିଛନ୍ତି, ବହୁତ କଥା ସେ କହିଛନ୍ତି। ତୁ ହେଉଛୁ ଆମ ଦରିଦ୍ର ପସରା ଯେମିତି, ସେମିତି ନିଧନର ସଂଖ୍ୟାଳି ଯେମିତି, ତୁ ଆମ ପାଇଁ ସେମିତି। ସେମିତି ଏଠି ମଧ୍ୟ କହିଛନ୍ତି ବୃଦ୍ଧ କାଳେ, ମାନେ ବୃଦ୍ଧ ସମୟରେ ଯେତେବେଳେ ବୟସାଧିକ୍ୟ କାରଣରୁ ଆମକୁ ନାନା ରୋଗ ପୀଡ଼ିତ ହୋଇ ଉଠିବ ବା ମାଡ଼ି ବସିବ, ସେତେବେଳେ ତୁ ହିଁ ତ ଆମର ଏକା ସାହା ଭରସା। ବୃଦ୍ଧ କାଳେ ତୁ ମୋହର ଏକଇ ନନ୍ଦନ, ତୁ ଗୋଟିଏ ମାତ୍ର ଆଶା ଭରସା, ଗୋଟିଏ ମାତ୍ର ଆଶାର ଲଉଡ଼ି ବାଡ଼ି ଯଷ୍ଟି। ହୃଦତାପ ବିନାଶନେ ତୁ ହରିଚନ୍ଦନ। ହୃଦତାପ, ହୃଦୟର ତାପକୁ ବିନାଶ କରିବା ପାଇଁ ତୁ ହରିଚନ୍ଦନ ସଦୃଶ। ଅର୍ଥାତ୍ ଏଠି କହି ରଖେ ଯେ ହରିଚନ୍ଦନ ଏକ ପ୍ରକାର ଚନ୍ଦନ। ଆମେ ଯେଉଁ ଚନ୍ଦନ ବ୍ୟବହାର କରୁଛନ୍ତି, ଯେଉଁ ପ୍ରଭୁଙ୍କର ମଥାରେ ଆମେ ତିଳକ ଲଗାଇବା ପାଇଁ, ଚିତା ଲଗାଇବା ପାଇଁ, ବା ଆମେ ନିଜେ ମଧ୍ୟ ଅନେକ ସମୟରେ ମୁଣ୍ଡରେ ଚନ୍ଦନ ଲଗାଇଥାନ୍ତି ଶୀତଳତା ପ୍ରଦାନ ପାଇଁ। ତ ସେଇଭଳି ଏକ ହରିଚନ୍ଦନ ଏକ ଶୀତଳଯୁକ୍ତ, ଉଚ୍ଚ ଶୀତଳଯୁକ୍ତ ଚନ୍ଦନ, ଯେଉଁ ଚନ୍ଦନକୁ ଦେହରେ ଲେପିଲେ ଅତ୍ୟଧିକ ଗରମ ହେଲେ ଶ୍ରୀକୃଷ୍ଣଙ୍କୁ ତାଙ୍କର ମାତା ତାଙ୍କ ଦେହରେ ଲେପି ଦିଅନ୍ତି ଶୀତଳତା ପାଇଁ। ଯେତେବେଳେ ପ୍ରଚଣ୍ଡ ଗରମ ହୁଏ ସେତେବେଳେ ଇଏ ଚନ୍ଦନ ଶୀତଳତା ପ୍ରଦାନ କରେ। ସେଇଭଳି ଭାବରେ ହୃଦୟରେ ମଧ୍ୟ ଚନ୍ଦନ ଲଗାଯାଏ। ଏଠି କିନ୍ତୁ କହିଛନ୍ତି ତୁ ମୋର ହୃଦୟର ତାପର ବିନାଶ କରୁ। ଯେମିତି ହରିଚନ୍ଦନ ସମଗ୍ର ଶରୀରରେ ବା ସେ ଯେକୌଣସି ଜାଗାରେ ଲଗାଇଲେ ମଧ୍ୟ ସେ ଯେମିତି ଶୀତଳତା ପ୍ରଦାନ କରିଥାଏ, ସେଇଭଳି ଭାବରେ ତୁ ହେଉଛୁ ମୋର ବା ମୋତେ ବା ମୋର ହୃଦୟର ତାପ, ଅର୍ଥାତ୍ ହୃଦୟର ତାପ ଅର୍ଥାତ୍ ଏଠି ସବୁ ଚିନ୍ତା, ସବୁ କ୍ଲେଶ, ସବୁ ଯନ୍ତ୍ରଣା, ସବୁ କଷ୍ଟ କଥା କୁହାଯାଇଛି। ତାପ ଅର୍ଥାତ୍ ତାପମାନ ବା ତାର ଯେଉଁ କିରଣ, ତାର ଯେଉଁ ହେଉଛି ଉତ୍ତାପ। କିନ୍ତୁ ଏଠାରେ ଶ୍ରୀକୃଷ୍ଣ ଯେତେବେଳେ ଯଶୋଦା ମାତା କହୁଛନ୍ତି, ଏଠାରେ ବିଶେଷ କରିକି ତାପ ଅପେକ୍ଷା ଆମେ ବୁଝିବା ଦରକାର ତାଙ୍କ ମନ ଭିତରେ ଥିବା ଆବିଳତା, ତାଙ୍କ ମନ ଭିତରେ ଥିବା ଚିନ୍ତା, ତାଙ୍କର କ୍ଲେଶ, କ୍ଳିଷ୍ଟ, ଯନ୍ତ୍ରଣା, ଏ ସବୁ କିଛିକୁ ତାପ ବୋଲି କୁହାଯାଇଛି। ତ ଏଇ ହୃଦୟର ତାପ ବା ହୃଦୟର କଷ୍ଟ ଯନ୍ତ୍ରଣାକୁ ବିନାଶ କରିବା ପାଇଁ ତୁ ହିଁ କେବଳ ହରିଚନ୍ଦନ ସଦୃଶ। ଅର୍ଥାତ୍ ତୁ ମୋ ପାଖରେ ଥିଲେ ମୋର ଏହି କିଛି ସବୁ ନଥାଏ, ମୋର ଚିନ୍ତା, କଷ୍ଟ, ଦୁଃଖ, ଯନ୍ତ୍ରଣା କିଛି ଜଣାପଡ଼େ ନାହିଁ। ପରବର୍ତ୍ତୀ ଆମେ ଯିବା। ଗୋଟିକା ଅଧାମ ସ୍ୱର ନରୁଚଇ ତତେ, ନାଚି ଲାଞ୍ଚ ମାଗୁଥାଉ ଲବଣିକେ ମତେ। ଗୋଟିକା, ଏଠି ଖାଇବାର କଥା ମନେ ପକାଇଛନ୍ତି ମାତା ଯଶୋଦା। ମୁଁ ପ୍ରଥମେ କହି ରଖିଥିଲି ଯେତେବେଳେ ଖାଇବା କଥା, ମା ମାନେ ଆମର ସବୁ ଖାଇବା କଥା ବୁଝିଥାନ୍ତି। ଆମେ ଯେତେବେଳେ ସ୍କୁଲରୁ ଫେରି ଆସନ୍ତି ସେତେବେଳେ ଆମକୁ କ'ଣ ଖାଇବା ପୁଣି ଚିନ୍ତା କରନ୍ତି, କ'ଣ ଖାଇବାକୁ ନୂଆ ନୂଆ କରିକି ଦିଅନ୍ତି, ଏବଂ ପୁଣି ଯେତେବେଳେ ସ୍କୁଲ ଯିବା କଥା ହେବ ପୁଣି ଖାଇବାକୁ ଦିଅନ୍ତି, ରାତିରେ ଖାଇବା କଥା ଦିଅନ୍ତି। ଆମର ସବୁବେଳେ ଖାଇବା କଥା, କାହିଁକିନା ମଣିଷର ଖାଇବା ହେଉଛି ମୁଖ୍ୟ ଜିନିଷ। ତ ସେ ଖାଇବା କଥାକୁ ସବୁବେଳେ ମା ବୁଝିଥାନ୍ତି। ସେ କହୁଛନ୍ତି ଏଠି ମଧ୍ୟ ଯଶୋଦା ମଧ୍ୟ ସେହି ମାନବୀୟ କାର୍ଯ୍ୟ କରୁଛନ୍ତି ଯେ ଜଣେ ସାଧାରଣ ମାତା ଯେଉଁଭଳି ଭାବରେ ତାର ପୁତ୍ର ପ୍ରତି, ତାର ସନ୍ତାନ ପ୍ରତି ତାର ଖାଇବା, ତାର ଯତ୍ନ ନେବାର ଦାୟିତ୍ୱବୋଧ ଥାଏ, ସେହିଭଳି ଭାବରେ ମାତା ଯଶୋଦାଙ୍କ ପାଖରେ ସମାନ ଭାବରେ ଦାୟିତ୍ୱବୋଧ ଅଛି। ଏଠାରେ କିଛି ବ୍ୟତିକ୍ରମ ନାହିଁ। ସେ ଶ୍ରୀକୃଷ୍ଣଙ୍କର ମାତା ହେଲେ ବି ତାଙ୍କ ପାଖରେ ଗୋଟେ ସାଧାରଣ ମାନବୀ ବା ସାଧାରଣ ନାରୀ, ସାଧାରଣ ମାତୃତ୍ୱର ସେହି ବାତ୍ସଲ୍ୟ ମମତା ପ୍ରକଟିତ ହୋଇଛି ଖାଦ୍ୟ ମାଧ୍ୟମରେ ମଧ୍ୟ। ଯେତେବେଳେ ଖାଦ୍ୟ ଦେଇଥାନ୍ତି ସେତେବେଳେ ଜଣେ ମାତା ଚାହିଁଥାଏ ଯେ ମୁଁ ମଧ୍ୟ କମ୍ ଖାଏ, ମୁଁ ବରଂ କମ୍ ଖାଏ, ତାର ପୁତ୍ର ବା ସନ୍ତାନ ସେ ଅଧିକା ଖାଇବା ଉଚିତ, ସେ ଟିକେ ଅଧିକା ଖାଉ। ତ ଆମେ ମଧ୍ୟ ବେଳେବେଳେ ବହୁତ ସମୟରେ ଖାଇବା ଲୋଭରେ ଅଳ୍ପ ଖାଇକି ଆହୁରି କହିଥାନ୍ତି ଆମେ ଆହୁରି ଖାଇବା।
से समय माँ किसी न बुझी थाऊ नथाऊ से प्रदान कर दियंती आमको तांकर इच्छा थाए जे मो पुओ बा मो संतान सी खाऊ से खुशी हेले मोर खुशी माँकर प्रतिच्छबि आमे जेतेबेले এইটা গোটে মা জনে মাতৃত্বর বা জনে মা ଆଉ ସନ୍ତାନ ଭିତରେ ତାର ଏଇ ଯୋଉ ସମ୍ପର୍କ ଇଏ ବହୁତ ନିବିଡ଼ ଏହାକୁ ଶବ୍ଦରେ ବର୍ଣ୍ଣନା କରିବା ପ୍ରକୃତରେ କଷ୍ଟକର ଯେତେବେଳେ ଜଣେ ମାତା ତାର ପିଲା ପ୍ରତି ଯେଉଁ ସ୍ନେହ ପ୍ରକଟ କରେ ତାହାକୁ ବାସ୍ତବରେ ଆମେ ଚିନ୍ତା ବି କରିପାରିବାନି ବା ତାର ମୂଲ୍ୟ ଆମେ କେବେ ବି ଜୀବନ ସାରା ଆମେ ଚାହିଁଲେ ବି ଦେଇପାରିବାନି ତଥାପି ମୁଁ କହି ରଖେ ଏ ବିଷୟ ମାଧ୍ୟମରେ ଯେତେବେଳେ ବି ସମୟ ମୁଁ ସମସ୍ତଙ୍କୁ କହେ ସବୁ କ୍ଲାସରେ ସବୁ ପିଲାଙ୍କୁ କହେ ସବୁ ସମୟରେ ବି କହେ ସବୁଠୁ ବଡ଼ ସମ୍ପର୍କ ଗୋଟେ ମାତା ପୁତ୍ର ବା ତାର ସନ୍ତାନର ସମ୍ପର୍କ ପୁତ୍ର ହଉ ବା ଝିଅ ହଉ ଯେ ଯାହା ବି ହେଲେ ଚଳିବ ସନ୍ତାନ କଥା ଆମେ କହିବା ପୁତ୍ର କହିବାନି ବରଂ ସନ୍ତାନ କହିବା ତ ଏ ସନ୍ତାନର ସମ୍ପର୍କ ଯେତେବେଳେ ତାର ସବୁ କିଛି ସେ ତ୍ୟାଗ କରି ସେ ତୁମର ସେବାରେ ନିଜକୁ ଅର୍ପଣ କରିଦେଉଛି ତ ସେତେବେଳେ ତୁମେ ନିଶ୍ଚିତ ଭାବରେ ବଡ଼ ହେଲା ପରେ ତାଙ୍କର ସେବା ଯତ୍ନ କରିବା ଏକ ବହୁତ ବଡ଼ ପୁଣ୍ୟ କାମ ହେବ ଯଦି ଏଥିରୁ ଆମେ ବିରତ ହେବା ବା ବହୁତ ସମୟରେ ଲୋକମାନେ ହେଉଛନ୍ତି ବିରତ ତାହା ସଠିକ ହେବ ନାହିଁ ଉଚିତ ନ୍ୟାୟ ହେବ ନାହିଁ ତାଙ୍କ ପ୍ରତି ନିଶ୍ଚିତ ଭାବରେ ଆମେ କୋଉଠି ନା କୋଉଠି ଏହାର ବିଚାରରେ ଆମେ ଦଣ୍ଡ ପାଇବା ଈଶ୍ୱରଙ୍କର ବିଚାରରେ କାରଣ ମାତାଙ୍କୁ ଈଶ୍ୱର ଅବତାର ମଧ୍ୟ କୁହାଯାଏ ଯେଉଁ ଈଶ୍ୱର ସିଏ ନିଜ ତୁମ ପାଇଁ ସବୁ ତ୍ୟାଗ ସେ କରିପାରିଲା ସବୁ କିଛି ତ୍ୟାଗ କରିପାରିଲା ତାକୁ ଆମେ ପରବର୍ତ୍ତୀ ମୁହୂର୍ତ୍ତରେ ପିତା ହୁଅନ୍ତୁ ବା ମାତା ହୁଅନ୍ତୁ ଆମେ ହତାଦର କରିବା ଉଚିତ ନୁହଁ ହତାଦର କରିବା ଦ୍ୱାରା ନିଶ୍ଚିତ ଭାବରେ ଆମେ ଈଶ୍ୱରଙ୍କ ଦରବାରରେ କୌଣସି ନା କୌଣସି ସ୍ଥାନରେ ଦଣ୍ଡିତ ହେବା ସେଠି ଗୋଟିକା ଅଧାମ ସ୍ୱର ଏସବୁ ଏକ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ କଥା କୁହାଯାଇଛି ଯେତେବେଳେ ରାଜପ୍ରସାଦରେ ବା ରାଜାଙ୍କର ଉଆସରେ ଏସବୁ ସୁସ୍ୱାଦୁ ବ୍ୟଞ୍ଜନ ଦିଆଯାଇଥାଏ ଗୋଟିକା ଅଧାମ ଏସବୁ କ୍ଷୀର ଜାତୀୟ ଏକ ସୁସ୍ୱାଦୁ ବ୍ୟଞ୍ଜନ ଗୋଟିକା ଅଧାମ ସ୍ୱର ନ ରୁଚଇ ତତେ ଅର୍ଥାତ୍ ତତେ ଯେତେ ଭଲ ଜିନିଷ ମୁଁ ଖାଇବାକୁ ଦେଲେ ମଧ୍ୟ ତତେ ରୁଚେ ନାହିଁ ତୁ ଥୁ ଥୁ କରିକି ବାହାର କରୁଛୁ ନା ମୁଁ ଖାଇବି ନାହିଁ ତ ଏସବୁ ନ ରୁଚିଲା ବେଳେ ତୁ କିନ୍ତୁ କ'ଣ କରୁ ନା ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମନ୍ତେ ତୁ ନାଚିକି ଲାଞ୍ଚ ମାଗୁଥାଉ ମୁଁ ନାଚିବି ମାନେ ମୋତେ ଲବଣୀ ଦବ ତାମାନେ ତତେ ମୁଁ ବହୁତ ଭଲ ଭଲ ଜିନିଷ ତତେ ପ୍ରଦାନ କରିବା ପାଇଁ ଚିନ୍ତା କଲାବେଳେ ତୁ କିନ୍ତୁ ଲବଣୀ ପ୍ରତି ମୋହ ତୋର ଥାଏ ଅର୍ଥାତ୍ ଲବଣୀକୁ ଭଲ ପାଇଥାଉ କହିବାର କଥା ଯେତେବେଳେ ମଣିଷ କିଛି କୌଣସି ଗୋଟେ ଜିନିଷକୁ ଅଧିକ ଭଲ ପାଇଥାଏ ସେ ପୋଷାକ ହେଉ ବା ଜୋତା ହେଉ ବା ଆମର ବହି ହେଉ ଯେକୌଣସି ବହି ବା ସେ ସିନେମା ହେଉ ଯେକୌଣସି ଜିନିଷକୁ ବା କୌଣସି ବ୍ୟକ୍ତିଙ୍କୁ ହୁଅନ୍ତୁ ଯାହାକୁ ଆମେ ଥରେ ଭଲ ପାଇଯାଉ ତ ସିଏ ଯେତେ ଖରାପ ହେଲେ ବି ତା ଭିତରେ ଖରାପ ଗୁଣ ଆମକୁ ଦେଖାଯାଏ ନାହିଁ ତ ସେଇଭଳି ତମର ପସନ୍ଦର ଖାଦ୍ୟ କିଛି ନା କିଛି ସମସ୍ତଙ୍କର ପସନ୍ଦର ଖାଦ୍ୟ ଥିବ ତ ପିଲାମାନେ କେତେବେଳେ କ'ଣ କାହାର ପସନ୍ଦର ଖାଦ୍ୟ ଥିବ ଯେଉଁ ସୁଜି କାହାର ପସନ୍ଦର ଖାଦ୍ୟ ଥିବ ଭାତ କାହାର ପସନ୍ଦର ଖାଦ୍ୟ ଥିବ ରୁଟି ତ କିଏ ମାଂସ ଖାଉଥିବ ଇତ୍ୟାଦି ଇତ୍ୟାଦି କାହାର କେମିତି ପସନ୍ଦର ଖାଦ୍ୟ ଅଛି ଆମେ କହିପାରିବାନି ସେ ଏଇଟା ଖାଇକି ଖାଉଛି ତା ମନର କଥା ଯେମିତିକି ମାତା ଯଶୋଦା ଚାହୁଁଛନ୍ତି ଯେ ପୁତ୍ରକୁ ସିଏ ବହୁତ ଭଲ ଭଲ ଖାଦ୍ୟ ଦେବା ପାଇଁ ସୁସ୍ୱାଦୁ ବ୍ୟଞ୍ଜନ ଦେବା ପାଇଁ ହେଲେ ସେ ସ୍ୱାଦିଷ୍ଟ ବା ସୁସ୍ୱାଦୁ ବ୍ୟଞ୍ଜନକୁ ପରିତ୍ୟାଗ କରି ଶ୍ରୀକୃଷ୍ଣ କେବଳ ତାଙ୍କର ଇଚ୍ଛା ଥାଏ ବା ତାଙ୍କର ଆନ୍ତରିକ ଇଚ୍ଛା ଥାଏ ଅନ୍ତରରେ ଇଚ୍ଛା ଥାଏ ଲବଣୀ ଖାଇବେ ଲବଣୀ ତାଙ୍କର ପ୍ରିୟ ଥିଲା ଲବଣୀର ଅର୍ଥ ଲହୁଣୀ ଯେଉଁ ଦଧି ବା ଦହି ବୁଲେଇ ସାରିଲା ପରେ ଆମେ ଘିଅ କରିବା ପାଇଁ ରଖନ୍ତି ବା ସେ ଦହି ବୁଲେଇ ସାରିଲା ପରେ ଯେଉଁ ବାହାରେ ସେଥିରୁ ତାର ଯେଉଁ ସାରାଂଶ ତାହା ହିଁ ଲବଣୀ ଏବଂ ତାକୁ ଖାଇବା ପାଇଁ ସେ ଭାରି ଭଲ ପାଆନ୍ତି ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମନ୍ତେ ତୁ ନାଚିକି ମୋତେ ଲାଞ୍ଚ ମାଗୁ ଲବଣୀ ଅର୍ଥାତ୍ ଲବଣୀ ତୋର ପ୍ରିୟ ସେ ଏବେ ମନେ ପକାଉଛନ୍ତି ଯେ ତୁ ଏବେ ଯଦି ପଳେଇ ଆସିବୁ ମୋ ପାଖକୁ ବିଳମ୍ବ ହେଇଗଲାଣି ମୁଁ ଚିନ୍ତିତ ହେଉଛି ତାହେଲେ ମୁଁ ତତେ ସେଇ ଲବଣୀ ତତେ ଖାଇବାକୁ ଦେବି କିନ୍ତୁ ତୁ ଫେରିଆ ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି ତୋ ଦୁର୍ବଳ ଦେଖି କାହିଁ ପଶିବଇଁ ମୁହିଁ ତୋଳି ମୁଁ ଧଇଲେ ଅର୍ଥାତ୍ ଯେତେବେଳେ ଗୋଟିଏ ଛୋଟିଆ ଉଦାହରଣରୁ ଆମେ ବୁଝିପାରିବା ଯେତେବେଳେ ଆମେ ଛୋଟ ପିଲାଟିଏ ବା ଆମେମାନେ ଛୋଟ ହେଇଥିଲେ କୌଣସି ଜାଗାକୁ ବୁଲୁଛନ୍ତି ହଠାତ୍ ଗୋଟେ କୁକୁରଟେ ଆମକୁ ଗୋଡ଼େଇଲା କୁକୁରଟି ଆମକୁ ଗୋଡ଼େଇଲା ପରେ ଆମେ ଡରି ଆମେ କାନ୍ଦି କାନ୍ଦି ଦୌଡ଼ିକି ପଳେଇ ଆସନ୍ତି ଯେତେବେଳେ ଦୌଡ଼ି ଦୌଡ଼ିକି ଆସନ୍ତି ସେତେବେଳେ ହଠାତ୍ ଆମେ କାହା ପାଖକୁ ଯିବା କି ଜାଣିପାରନ୍ତି ନାହିଁ ହଠାତ୍ ମା ଆସିକି ପହଞ୍ଚିଗଲେ ଯେତେବେଳେ ମା ଆସିକି ପହଞ୍ଚିଗଲେ ଆମେ ଦୌଡ଼ି ଦୌଡ଼ି ଯାଇକି ତାକୁ ଧରି ପକାନ୍ତି ଧରି ପକାଇଲେ ସେ ତାଙ୍କ ଲୁଗା ଭିତରେ ଲୁଚି ପଡ଼ନ୍ତି ଯେତେବେଳେ ସେ କୁକୁରଟି ଆପେ ପଳେଇଯାଏ ବା ମା ଗୋଡ଼ାନ୍ତି ବା ଆମେ କିଛି ବି ନହେଲେ ଆମେ ମାଙ୍କ ପାଖରେ ପହଞ୍ଚିଗଲେ ସବୁଠୁ ନିରାପଦ ଭାବନ୍ତି କାରଣ ଗୋଟେ ମାତୃ କୋଳରେ ଗୋଟେ ମାତୃ ପାଖରେ
ମଣିଷ ସର୍ବଦା ସବୁଠାରୁ ନିରାପଦ ବୋଲି ସେ ଚିନ୍ତା କରେ। ନିରାପଦ ସ୍ଥାନ, ପୃଥିବୀର ନିରାପଦ ସ୍ଥାନ। ଛୋଟ ଶିଶୁଟେ ଆମେ ବଡ଼ ହୋଇଗଲେ ଧୀରେ ଧୀରେ ଆତ୍ମନିର୍ଭରଶୀଳ ହୋଇଯାଆନ୍ତି ଏବଂ ଧୀରେ ଧୀରେ ଏ ମାତୃସ୍ନେହକୁ, ଏ ମାତୃଦାନକୁ ଆମେ ଭୁଲି ଯାଆନ୍ତି। କିନ୍ତୁ ପିଲାବେଳେ ବା ଗୋଟେ ଛୋଟ ପିଲା ଯେତେବେଳେ ସେ ଦୁନିଆ କ'ଣ ଜାଣିନଥାଏ, ସେତେବେଳେ ତାକୁ କେତେବେଳେ ଅନୁଭବ କରିବ, ତାକୁ କେବଳ ନିରୀକ୍ଷଣ କରିବ ଗୋଟେ ଛୋଟ ପିଲାକୁ। ଏବେ ତୁମ ଘର ପାଖାପାଖି ଥିବା ଗୋଟେ ଛୋଟ ପିଲା ବା ତୁମର ଭାଇ ଭଉଣୀ ଛୋଟ ଯେଉଁମାନେ ଥିବେ, ସେମାନେ ଦୁନିଆ ବିଷୟରେ ଜାଣିନଥିବେ, ସେମାନଙ୍କୁ ନିରୀକ୍ଷଣ କର। କେତେବେଳେ ଏକୁଟିଆ ନିରୀକ୍ଷଣ କର, ତାଙ୍କ ଭିତରକୁ କଥାଟାକୁ ବୁଝ, ଯେ ଦେଖିବ ସେମାନେ କେତେ ମାଆକୁ ଭଲ ପାଉଥାନ୍ତି ଛୋଟବେଳେ। ଧୀରେ ଧୀରେ ବଡ଼ ହେଲା ପରେ ସେଇଟା କମିଯାଏ। କିନ୍ତୁ ସେ ପିଲାବେଳର କଥା ମୁଁ କହୁଛି, ଯେତେବେଳେ ସିଏ ଦୁନିଆର ସବୁଠାରୁ ସେ ନିରାପଦ ସ୍ଥାନ ମାଆର କୋଳ ଭାବନ୍ତି। ଯେତେବେଳେ ମାଆର କୋଳରେ ଥିବେ ସେ ଭାବନ୍ତି କେହି ମୋତେ କିଛି କରିପାରିବେନି, ଦୁନିଆରେ କୌଣସି ଶକ୍ତି ମୋ ପାଖରେ ପହଞ୍ଚି ପାରିବନି ବା ମୋତେ କିଛି କ୍ଷତି ପହଞ୍ଚେଇ ପାରିବନି, କାରଣ ମୋ ମାଆ ପାଖରେ ଅଛି। ଆଉ ଯେତେବେଳେ ସେ ବାହାରେ ଥାଏ, ସେ ସେଇଥିପାଇଁ ଚିନ୍ତା କରୁଥାଏ ଯେ ମୋ ମାଆ ଆସିଯାଆନ୍ତା କି ମୁଁ ଦୌଡ଼ି ଦୌଡ଼ି ତାଙ୍କ ପାଖକୁ ଚାଲିଯାଆନ୍ତି। ତ ସେଇଥିପାଇଁ ସେମିତି କହୁଛନ୍ତି, ତୋଳିନୁ ଧୋଇଲେ ଗୋଳି ହୋଇଯାଉ ତୁହି। ତୋଳିନୁ ଧୋଇଲେ ଅର୍ଥାତ୍ ତୋତେ ତୋଳି ନେଲେ, କୋଳେଇ ନେଲେ, ତୋତେ କୋଳେଇ ନେଲେ ତୁ ଗୋଳି ହୋଇଯାଉ, ଅର୍ଥାତ୍ ତୁ ମିଶିଯାଉ ମୋ ସହିତ। ତୁ ଏତେ ଦୁର୍ବଳ ଶରୀର ତୋର, ତୋର ପତଳା ଶରୀର। ଆଚ୍ଛା, ଦୁର୍ବଳ ଶରୀର ଏକଥା ତଳେ ଅଛି, ତ ଦୁର୍ବଳ ଦେଖି କାହିଁ ପଶିବୁ ମୁହିଁ। ତ ଏଠି ଦୁର୍ବଳ ଯେଉଁ ଅଛି, ଏକଥା ବି କୁହାଯାଇପାରେ ଯେ ଦୁର୍ବଳ କାହିଁକି କୁହାଗଲା? ଶ୍ରୀକୃଷ୍ଣଙ୍କ ଶରୀର ଭାରି ଡଉଲ ଡାଉଲ ଥିଲା, ଦୁର୍ବଳ କାହିଁକି କୁହାଯାଇଛି? ଏଇଥିପାଇଁ କୁହାଯାଇଛି, ତୁମେ ଯେତେ ମୋଟା ହେଇଥାଉ ନା କାହିଁକି, ତୁମେ ଯେତେ ସ୍ୱାସ୍ଥ୍ୟବାନ ହେଇଥାଉ ନା କାହିଁକି, ସବୁବେଳେ ଯେଉଁ ଗୋଟେ ମାଆର ଆଖିରେ ଥାଏ ଯେ ମୋ ପିଲା ଦୁର୍ବଳ ହେଇଛି, ଅର୍ଥାତ୍ ସେ କେବେ କୁହେ ନାହିଁ ସେ ବହୁତ ଡଉଲ ଡାଉଲ ହେଇଯାଇଛି, ମୋଟା ହେଇଯାଇଛି, ଜଣେ ମାଆ କେବେ କହିପାରେ ନାହିଁ। ସେ ସବୁବେଳେ ମାଆ କହେ ମୋ ପୁଅ ବହୁତ ଦୁର୍ବଳ ଅଛି, ଅର୍ଥାତ୍ ତାକୁ ମୋ ପାଖରେ ରହିବା ଦରକାର, ମୁଁ ତାକୁ ସୁରକ୍ଷା ଦେବି, ତାକୁ ଆହୁରି ଖାଇବାକୁ ଦେବି। ତ ସବୁବେଳେ ମାଆ ପାଇଁ ଗୋଟେ ପିଲା ଛୋଟ ହେଇକି ଥାଏ, ସବୁବେଳେ ମାଆ ପାଇଁ ଗୋଟେ ପିଲା ଦୁର୍ବଳ ହେଇକି ଥାଏ, ତାକୁ ଲାଗେ ଦୁର୍ବଳ ଭାବରେ। ସେଥିପାଇଁ ଯେତେବେଳେ ମୁଁ ଦୌଡ଼ିକି ଚାଲିଯାଏ ବିପଦକୁ ପଡ଼ିଲେ, ସେତେବେଳେ କ'ଣ ତୁ ନା ମୋ ସହିତ ମିଶିଯାଉ, ମୁଁ ତୋତେ ଯଦି କୋଳେଇ ନେବି, ତୋତେ କୁଣ୍ଢେଇ ପକେଇବି, ସେତେବେଳେ ତୁ ମୋ ସହିତ ଏତେ ମିଶିଯାଉ ଯେ ଗୋଳି ହେଇଯାଉ ମୋ ଦେହରେ, ମୁଁ ଜାଣିପାରେ ନାହିଁ। ଏତେ ଛୋଟିଆ ଛୁଆଟା ମୋତେ ଲାଗେ, ମୋର ଗେହ୍ଲା, ମୋର ପ୍ରିୟ, ମୋର ପୁତ୍ର। ସେତେବେଳେ ତୋ ଦୁର୍ବଳ ଦେଖି କାହିଁ ପଶିବ ହିଁ ମୁହିଁ? ଏତେ ତୋର ଦୁର୍ବଳତା ଦେଖିକି, ତୋର ସବୁ ଏଇ ଯେଉଁ ଦୁର୍ବଳତା ଅଛି ବା ତୋର ଦୁର୍ବଳ ଶରୀର, ତାହାକୁ ଦେଖିକି ମୁଁ ତୋତେ କିଛି କହିପାରେ ନାହିଁ, ତୋତେ ଗାଳି ଦେଇପାରେ ନାହିଁ। ଡାକିନି ଲୋଭାନ୍ତି ବୋଲି ଡରୁଥାଇ ମନେ, ବାର ବାର ବାରୁଥାଇ ଯିବା ପାଇଁ ମନେ। ଡାକିନି ଅର୍ଥାତ୍ ଡଙ୍କୁଣି, ଡଙ୍କୁଣି ଅର୍ଥାତ୍ ଆମେ କହିପାରିବା ଯେଉଁ ଆମେ ଆଗରୁ କହନ୍ତି ଡାହାଣୀ, ଯେଉଁ କୁହନ୍ତି, ତ ଡାହାଣୀକୁ ଡାକିନି ଆମେ କହିପାରିବା। ଡାକିନି ଲୋଭାନ୍ତି ବୋଲି ଅର୍ଥାତ୍ ଏଠି ଗୋଟେ ଦିଗରେ ମାଆ କହୁଛନ୍ତି ତାର ଶରୀର ଭାରି ଦୁର୍ବଳ, ପୁଣି ଗୋଟେ ଶରୀର କହୁଛନ୍ତି ଡାକିନି ବେଳେବେଳେ ଲୋଭନ୍ତି, ଅର୍ଥାତ୍ ଡଙ୍କୁଣି ବା ଯେଉଁ ଏବେ ଡାହାଣୀ କହିଲି, ଡାହାଣୀ ଲୋଭ କରନ୍ତି ତାକୁ। ସାଧାରଣତଃ ଆଗରୁ କୁହାଯାଏ, ଏବେ ମଧ୍ୟ ବହୁତ ସମୟରେ କୁହାଯାଏ ଯେ ଯେତେବେଳେ ଛୋଟ ପିଲାଟେ ତା ମୁଣ୍ଡରେ ଆମେ କଳା ଟିପାଟେ ଲଗାଇ ଦିଅନ୍ତି ସେ ପାଖରେ, କାରଣ ତାକୁ ଦୃଷ୍ଟି ନଜର ନ ପଡ଼ୁ। କାରଣ ଆମେ ଭାବନ୍ତି ଗାଁରେ କେହି ଜଣେ ଅଛନ୍ତି ବା କିଏ ଗୋଟେ ଡାହାଣୀ ଅଛି, ତା ଦୃଷ୍ଟି ନଜର ପଡ଼ିଲେ ପିଲାକୁ ଝାଡ଼ା ହେବ, ପିଲାର ଦେହ ଖରାପ ହେବ, ଜ୍ୱର ହେବ। କୌଣସି ମଶାଣି ଦେଇକି ଆମେ ଯାଆନ୍ତି ନାହିଁ, ତାଙ୍କର ନଜର ପଡ଼ିବ। ତ ସେଇଭଳି ଭାବରେ ଏଠି ମାତା କହୁଛନ୍ତି ବନରେ ଡଙ୍କୁଣୀ ଅଛନ୍ତି, ଡାହାଣୀ ଅଛନ୍ତି, ତ ସେଠିକି ତାଙ୍କୁ ଲୋଭ କରିବେ। ମୋର ଯେଉଁ ପୁଅର ଡଉଲ ଡାଉଲ ଶରୀର, ଡଉଲ ଡାଉଲ ଚେହେରା, ଏତେ ସୁନ୍ଦର ଗୁଲଗୁଲି ହେଇଛି, ତ ସେତେବେଳେ ଡଙ୍କୁଣୀ ଲୋଭ କରିବ ବା ଡାହାଣୀ ଲୋଭ କରିବ। ଡାହାଣୀ ଲୋଭ କରନ୍ତି ବୋଲି ମୁଁ ଡରୁଥାଇ ମନେ, ସେ ମନେ ମନେ ମୁଁ ଡରୁଅଛି, ବାର ବାର ବାରୁଥାଇ ଯିବା ପାଇଁ ମନେ। ବାର ବାର ମାନେ ବାରମ୍ବାର, ବାରମ୍ବାର, ଏଗେନ୍ ଆଣ୍ଡ ଏଗେନ୍, ବାରମ୍ବାର ବାରୁଥାଇ ମାନେ ବାରଣ କରୁଥାଏ, ମୁଁ ତୋତେ ଅଟକାଇବାକୁ ଚେଷ୍ଟା କରୁଥାଏ ବନକୁ ଯିବା ପାଇଁ। ମୁଁ ସବୁବେଳେ ଚେଷ୍ଟା କରିଥାଏ ତୁ ବନକୁ ଯାଆନା, କିନ୍ତୁ ଯେତେବେଳେ ତୁ ବାଧ୍ୟ କରୁ ମୁଁ ପିଲାମାନଙ୍କ ସହିତ ଖେଳିବାକୁ ଯିବି, ସେତେବେଳେ ମୁଁ କିଛି କରିପାରେ ନାହିଁ। ତାପରେ ନିଶାଚର ମାତିବାର ଶୁଭୁଛି ଶ୍ରୁତି କି, ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି। ଅର୍ଥାତ୍ ଆଉ ଥରେ କହୁଛନ୍ତି ନିଶାଚର, ନିଶାରେ ଚରେ ଯେ, ରାତ୍ରିରେ ଚରେ ଯେ, ରାତ୍ରି ଚର ବୁଲୁଛନ୍ତି। ଅର୍ଥାତ୍ ଏଠି ସନ୍ଧ୍ୟା ହେଇ ଆସୁଛି, ସେ ଗାଈ ଚରେଇକି ଯାଇଥିଲେ ଗାଈ ଚରେଇବାକୁ, ସେ ସନ୍ଧ୍ୟାବେଳେ ଫେରନ୍ତି, ସନ୍ଧ୍ୟା ହେଇ ଆସିଲାଣି, ସେଥିପାଇଁ କହୁଛନ୍ତି ଅଧିକ ସନ୍ଧ୍ୟା ହେଇଗଲେ ମୋ ପୁଅ କ'ଣ କରିବ। ସେଠି ତ ନିଶାଚର ବୁଲୁଛନ୍ତି, ନିଶା ଅର୍ଥାତ୍ ରାତ୍ରି, ନିଶାର ପ୍ରତିଶବ୍ଦ ରାତ୍ରି, ନିଶି ମଧ୍ୟ କହିହବ। ଆମର ଯେଉଁ ନିଶି ଅଛି ସେ ନିଶି ମଧ୍ୟ ହେଇପାରିବ ତା ନା। ତ ନିଶାଚର ମାତିବାର ଶୁଭୁଛି ଶ୍ରୁତି କି, ତ ସେଇ ଯେଉଁ ନିଶା ମାତିବାରେ ବା ନିଶାଚର ମାତିବାରେ ଯେଉଁ ରାତ୍ରି ଚର, ଯେଉଁ ରାକ୍ଷସ ଆମେ ତାକୁ କହିପାରିବା, ସେ ମାତିବାର ଅର୍ଥାତ୍ ସେ ବାହାରିଛି।
ଆମେ ବେଳେବେଳେ କୁହନ୍ତି ଯେ ହାତୀ ଆସିଛନ୍ତି, ଯେ ଆମର ଯେମିତି ମୟୂରଭଞ୍ଜରେ ଆମେ ଜାଣିଛନ୍ତି ହାତୀ ଆସନ୍ତି, ଯେଉଁ ଜାଗାରେ ସ୍ଥାନମାନଙ୍କୁ ସବୁ ହାତୀ ବାହାରନ୍ତି ସେ ସ୍ଥାନମାନଙ୍କର ସନ୍ଧ୍ୟା ହେଲେ ତାଙ୍କର ପିତାମାତା ମାନେ ପିଲାମାନଙ୍କୁ କୁହନ୍ତି ଏଇ ସ୍ଥାନକୁ ଯିବୁନି, ବା ଏଇ କିଛି ଦିନ ଆମେ ଯିବାନି ବାହାରକୁ, ହାତୀ ଆସିଛନ୍ତି, ହାତୀ ମାତିଛନ୍ତି। ତ ଏଇ ହାତୀ ମାତିବା ଏଇ ଅର୍ଥରେ କୁହାଯାଇଛି, କିଛି ଦିନ ପାଇଁ ସ୍ୱଳ୍ପ ସମୟ ପାଇଁ ବାହାରିବା, ସ୍ୱଳ୍ପ ସମୟ ପାଇଁ ନିଜକୁ ପ୍ରକଟିତ କରାଇବା ବା ବିପଦ ସୃଷ୍ଟି କରିବା ଇତ୍ୟାଦି ଅର୍ଥରେ। ସେଇ ଅର୍ଥରେ ନିଶାଚର ମାତିବାର ଅର୍ଥାତ୍ ସେଇ କିଛି ସମୟ ପାଇଁ, କିଛି ଦିନ ପାଇଁ ସେ ମାତିଛନ୍ତି, ବାହାରିଛନ୍ତି। ଶୁଭୁଛି ଶ୍ରୁତି କି, ଶ୍ରୁତି ଅର୍ଥାତ୍ ଏଠି କାନ, କର୍ଣ୍ଣପଟଳ ବା ସେଇ କର୍ଣ୍ଣଦ୍ୱୟ। ଶ୍ରୁତି ମାନେ ଶୁଣିବା, ଶ୍ରୁତି ମାନେ ମଧ୍ୟ ଜନଶ୍ରୁତି, ଲୋକ କଥା। ଏଠି ମଧ୍ୟ ଲୋକ କଥା ବି ହେଇପାରିବ, ଲୋକ ମୁହଁରେ ପ୍ରକାଶିତ ଅଛି। ବହୁ ସମୟରେ ଦେଖିଥିବ ତୁମ ଘର ପାଖରେ କହିଥିବେ ଯେ ଗୋଟେ ତମର ଘର ଆଗରେ ଗୋଟେ ଜଙ୍ଗଲ ସ୍ଥାନରେ ଗୋଟେ ବଡ଼ ବରଗଛଟିଏ ଅଛି। ବହୁ ସମୟରେ ସେ ସତ କି ମିଛ ଜଣା ନଥିବ, କିନ୍ତୁ ଗୋଟେ କିମ୍ବଦନ୍ତୀ ରହିଆସିଥିବ, ଲୋକମାନେ କହୁଥିବେ ଦେଖ ସେଇ ଯେଉଁ ଜଙ୍ଗଲ ଭିତରେ ସେଇ ଯେଉଁ ବରଗଛଟି ଅଛି ସେଇଠି ଆତ୍ମା ଅଛି। କାରଣ ବହୁ ପୂର୍ବରୁ ଆମେ ଦେଖିଛୁ, ଜଣେ ଯଦି କହିଥିବ ତାକୁ ଶୁଣିକି ଆଉ ଜଣଙ୍କ ପାଖକୁ କହିବ, ଏମିତି କହିକି ଚାଲିବ, ତ ସେ ଯେଉଁ ଭୂତଟେ ଅଛି, ତ ଗୋଟେ ରାକ୍ଷସ ଅଛି, ଏମିତି ସବୁ ମଧ୍ୟ କୁହାଯାଏ। ତ ସେଇଭଳି ଭାବରେ ଶ୍ରୁତି ଅର୍ଥାତ୍ ଏଠି କାନକୁ, ଶ୍ରୁତି ମଧ୍ୟ ଏଠି ଜନଶ୍ରୁତି ବା ଲୋକଶ୍ରୁତି ବା ଲୋକର କଥା, ଲୋକ ମୁହଁରେ ବିଭିନ୍ନ କଥା ସବୁ ପ୍ରକାଶ ପାଇଥାଏ। ଯେ ଜଙ୍ଗଲରେ ଲୋକମାନେ କୁହାକୁହି ହେଉଛନ୍ତି ଯେ ନିଶାଚର ମାତିଛି, ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି। ଏଠି ଡଙ୍କୁଣି ପୁଣି ନିଜକୁ କହୁଛନ୍ତି, ମୁଁ ଡଙ୍କୁଣି, ମୁଁ ବି ଗୋଟେ ପ୍ରକାର ଡଙ୍କୁଣି, କାରଣ ମୁଁ ଛାଡ଼ିଦେଲି କାହିଁକି। ବେଳେବେଳେ ମାଆ ମାନେ ଯେତେବେଳେ କିଛି ଭୁଲ କରି ବସନ୍ତି ସେତେବେଳେ ନିଜକୁ ଧିକ୍କାର କରି ଗାଳି ଦିଅନ୍ତିନି, ଯେ ମୁଁ ହେଉଛି ନିଜେ ହେଉଛି ମୂର୍ଖ, ମୁଁ କାହିଁକି ତାକୁ ଛାଡ଼ୁଥିଲି, ମୁଁ ହେଉଛି ନିଜେ ଡଙ୍କୁଣି, ମୁଁ କାହିଁକି ଛାଡ଼ୁଥିଲି, ତ ମୁଁ ବନକୁ କାହିଁକି ଛାଡ଼ୁଥିଲି, ମୁଁ ଚାହିଁଥିଲେ ଅଟକେ ଦେଇ ପାରିଥାନ୍ତି। ମୁଁ ତାର ଅତିକା ସ୍ନେହରେ ବା ସେ ଯେଉଁ ମମତାରେ, ସେ ଯେଉଁ ତାର ସ୍ନେହରେ, ତାର ଯେଉଁ ପିଲାର ସ୍ନେହରେ ମୁଁ ଅଧିକ ଯେଉଁ ଆକର୍ଷିତ ହୋଇକି ତାକୁ କିଛି ନ କହି, ଆକଟ ନ କରି ତାକୁ ଯେଉଁ ଛାଡ଼ିଦେବା ମୋର ଭୁଲ ଥିଲା। ପରବର୍ତ୍ତୀ ଯିବା। ଝାଳ ବହୁଥିବ ଅଙ୍ଗୁ ଲାଗେ ଝାଞ୍ଜି ଖରା, ଶ୍ରମ ପାଇ ତରୁ ତଳେ ବସିଥିବୁ ପରା। ଝାଳ ବହୁଥିବ ଅଙ୍ଗୁ, ଅଙ୍ଗୁ ଅର୍ଥାତ୍ ଅଙ୍ଗ ହେଲା ଶରୀର, ଅଙ୍ଗୁ ହେଲା ଶରୀରରୁ, ଅଙ୍ଗୁ ଅଙ୍ଗେ ଯଦି କହିଥାନ୍ତା ଆମେ ଯାହା ବୁଝିଥାନ୍ତେ ଶରୀରରେ, ତ ଅଙ୍ଗୁ ହେଉଛି ଶରୀରରୁ। ଝାଳ ବହୁଥିବ ଅଙ୍ଗୁ, ଅଙ୍ଗ ଶରୀରରୁ ଗମ ଗମ ହେଇ ଝାଳ ବୋହିଯାଉଥିବ, କାହିଁକି ନା ଝାଞ୍ଜି ଖରା ଲାଗିକି। ଝାଞ୍ଜି ଖରା କ'ଣ ନା ଗ୍ରୀଷ୍ମ ଦିନରେ ଦେଖିବୁ ଘର ଭିତରେ ଆମେ ପବନ ଆସିବା ପାଇଁ କବାଟ ଖୋଲି ଦେଇକି ଶୋଇଥିବା ବା ଝରକା ଖୋଲିକି ଶୋଇଥିବା, କିନ୍ତୁ ପରୋକ୍ଷରେ ପବନ ଆସିବା ବଦଳରେ କିଛି ଗରମ ହାୱା ଆସିଥାଏ, ଗରମ ପବନ ଆସିଥାଏ। କାରଣ ସେହି ସମୟରେ ଝାଞ୍ଜି ପବନ ପଡ଼େ, ଏଇ ଯେଉଁ ତାପ ମିଶ୍ରିତ ପବନ, ଉତ୍ତାପ ମିଶ୍ରିତ ସୂର୍ଯ୍ୟଙ୍କର କିରଣର ଯେଉଁ ଖରା, ଯେଉଁ ତାପ, ସେ ତାପର ମିଶ୍ରିତ ଏକ ପବନ ଆସେ, ଯାହାକି ଆମ ଦେହରେ ବାଜିଲେ ଆମକୁ ବରଂ ଥଣ୍ଡା ଲାଗେ ନାହିଁ, ବରଂ ତାହାକୁ ଆହୁରି ଗରମ ଲାଗିଥାଏ। ତାକୁ ଝାଞ୍ଜି ଖରା ଆମେ କହିପାରିବା। ବୁଝିବା ପାଇଁ ସହଜରେ ତୁମକୁ ଏ କଥା କହିଲି। ଶ୍ରମ ପାଇ ତରୁ ତଳେ ବସିଥିବୁ ପରା। ତରୁ ହେଉଛି ବୃକ୍ଷ, ଶ୍ରମ ପାଇ ଅର୍ଥାତ୍ କଷ୍ଟ ପାଇ, ଥକା ହୋଇଯାଇ, ଥକିଯାଇ, ଯେଉଁ ଗୋରୁ ଚରି ଚରି ତୁ ଥକି ଯାଇଥିବୁ, ତୁ କୌଣସି ବୃକ୍ଷ ମୂଳରେ ଏବେ ବସି ଯାଇଥିବୁ, ଝାଞ୍ଜି ଖରାରେ ତୋ ଦେହରୁ ଗମ ଗମ ଝାଳ ବୋହିଯାଉଥିବ, ଅର୍ଥାତ୍ ମା ଏତେ କଥା ମନେ ପକାଉଛନ୍ତି, ଯଦି ମୋ ପାଖରେ ଥାଆନ୍ତୁ ତୋତେ ନିଶ୍ଚିତ ଭାବରେ ଝାଳ ପୋଛି ଦେଇଥାନ୍ତି, ତୋତେ ପୁଣି ଗାଧୋଇ ଦେଇଥାନ୍ତି ସୁନ୍ଦର ଭାବରେ ସୁବାସିତ ଜଳରେ, ଏବଂ ତୋତେ କିଛି ଖାଦ୍ୟ ଦେଇ ଖାଇବାକୁ ଦେଇକି ତୋତେ ସୁନ୍ଦର ଭାବରେ ଶୋଇ ଦେଇଥାନ୍ତି। ଶ୍ରମ ପାଇ ତରୁ ତଳେ ବସିଥିବୁ ପରା। ନେଲୁ ନାହିଁ କାହିଁ ପାଇଁ ତୋ କୋଠାଉ ଛତା, ବନେ କଣ୍ଟା ଲାଗି ହୋଏ ମୃଦୁପାତ ଚିନ୍ତା। ନେଲୁ ନାହିଁ କାହିଁ ପାଇଁ, ତୁ କାହିଁକି ନେଲୁନି, ପୁଣି କହୁଛନ୍ତି ତୁ କାହିଁକି ନେଲୁନି ତୋ କୋଠାଉ ଛତା, ଅର୍ଥାତ୍ ତାଙ୍କ ସମ୍ମୁଖରେ ଶ୍ରୀକୃଷ୍ଣ ନାହାନ୍ତି, ସେ ମନେ ପକାଉଛନ୍ତି, ଭାଳି ହେଉଛନ୍ତି, ଚିନ୍ତା କରୁଛନ୍ତି, ତୁ କୋଠାଉ ଛତା କାହିଁକି ନେଲୁନି, ଏତେ ଖରା ହେଉଛି, ଝାଞ୍ଜି ପବନ ଲାଗୁଥିବ, ତୁ ଛତା ନେଇଥିଲେ ତୋତେ ଖରା ପଡ଼ୁନଥାନ୍ତା। ଅର୍ଥାତ୍ ଶ୍ରୀକୃଷ୍ଣ ସେଦିନ ଛତା ନେଇନାହାନ୍ତି କିମ୍ବା କୋଠାଉ ନେଇନାହାନ୍ତି। କୋଠାଉ ଅର୍ଥାତ୍ ପାଦରେ ପିନ୍ଧୁଥିବା କାଠ ନିର୍ମିତ ଏକ ଜୋତା, ପାଦରେ ପିନ୍ଧୁଥିବା କାଠ ନିର୍ମିତ ଏକ ଜୋତା, ତାକୁ କୋଠାଉ ବୋଲି କୁହାଯାଏ। ତ କାହିଁକି ତୁ କୋଠାଉ ନେଲୁ ନାହିଁ, ଆଉ ଛତା କାହିଁକି ନେଲୁ ନାହିଁ। ବନେ କଣ୍ଟା ଲାଗି ହୋଏ ମୃଦୁପାଦ ଚିନ୍ତା। ବନେ ଅର୍ଥାତ୍ ବଣରେ, କଣ୍ଟା ଲାଗି, ବଣରେ ଯେହେତୁ ତୁ ଜୋତା ମାଡ଼ି ନାହୁଁ, କୋଠାଉଟା ତାଙ୍କର ଜୋତା, ତ କୋଠାଉ ମାଡ଼ି ନାହୁଁ, ତୋ ପାଦରେ କଣ୍ଟା ଫୁଟିଯିବ, ତୋର କୋମଳ ପାଦ କଣ୍ଟା ଫୁଟିଗଲେ ବହୁତ କଷ୍ଟ ହେବ। ତ ମୋତେ ସେଥିପାଇଁ ଚିନ୍ତା ବଢ଼ୁଛି ଯେ ତୋ ପାଦରେ କଣ୍ଟା ଯଦି ଲାଗିଗଲା, ଅର୍ଥାତ୍ ଛୋଟିଆ କଣ୍ଟାଟି ଫୁଟିଗଲେ ମଧ୍ୟ ମା ବ୍ୟସ୍ତ ବିବ୍ରତ ହୋଇପଡ଼େ। କାନ ଡେରି ଥାଇ ତୋ ଏକା ତୋ ବେଣୁ ଗୀତକୁ, ଆଜି କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ। ମୁଁ କାନ ଡେରି ଥାଇ, ପ୍ରତ୍ୟେକ ଦିନ ଏତେ କଥା ସବୁ କାହିଁକି ମୁଁ ଜାଣିଲି, ତୋର ବିଳମ୍ବ ହେଉଛି, ତ ମୁଁ ଜାଣିପାରୁଛି, ମୁଁ ବ୍ୟସ୍ତ ହେଉଛି, ବିବ୍ରତ ହେଉଛି, ମା ଯଶୋଦା କହୁଛନ୍ତି। ତାପରେ ଅଧିକ ମୁଁ ବିବ୍ରତ ହେଉଛି, ସବୁଠାରୁ ବେଶୀ ବିପଦ ମୋତେ ଲାଗୁଛି ବା ଆତଙ୍କିତ କରୁଛି ତୋର ବେଣୁ ସ୍ୱନ, ତୋର ଯେଉଁ ବେଣୁ ସ୍ୱନ ବା ତୋର ଯେଉଁ ବେଣୁ ବଇଁଶୀର ଗୀତ, ବଇଁଶୀର ସ୍ୱର ମୋତେ ଶୁଭୁ ନାହିଁ। କାନ ଡେରିଛି,
तो बेणु गीत को प्रत्येक दिन तोर बेणु गीत मो कान आसी बाजे मु जाने मो पुओ ठीक अच्छे सुरक्षित अच्छी खेलु अच्छी मुझे विभिन्न कम करूला बेले मो कान डे थाए तोर बंशी स्वर शुभुची कि ना जिते जाए बंशीर स्वर मो कर्ण पटल बाजु थाए तो से जाए मु स्थिर निश्चित थाए जे मोर पुत्र सुरक्षित अच्छी किंतु आज किंपा शुभु ना भावुची मन को आज कहीं शुभु ना तो निश्चित भाव में कहीं शुभु ना अर्थ कौन कारण पर शुभु न श्रीकृष्णकर से हुए आज बजाऊ नी कौन कर कि माँ व्यस्त हो जाती जे कहीं शुभु ना मु आज मन को भावुची चिंता करुच्ची से गोटे चिंता मो मन अच्छी बर्तमान एतिकी थिला यापर आमे प्रश्न उत्तर यार कौन हो पार आलोचना करवा यह पूर्वर जो मैंने किसी भी बुझीपार ना से पचारि पार ये कमेंट बॉक्स रे लिखिदेव मु निश्चय भाव तुमको देखिकी उत्तर देवी एवं तुम्हें यापर जो रही विषयगत प्रश्न उत्तर तुम्हें गोटे खाता करी कौन पिला पाखे कहते पूर्वर क्लास 10 पिला खाता ना जेहेतु लॉकडाउन चली खाता कि पार ना तेरे तुम्हें चाहिए जो तुम रफ खाता हो बा जेकोसी चिरा कागज खाता हो जो थे अधा कागज थी अल्प कागज थी पाठ पढ़ा आम उद्देश्य तो से प्राक्ट कर यार जो अभ्यास सब रोचे तुम्हें से प्राक्ट कर तो से तुम्हें अभ्यास कर सारापर मत पठेले ह्वाट्सएप मुझे देखिपारि देखीदेवी बर्तमान आज क्लास ये आउ थे कही रखी मन देकी पढ़ जी पढ़ागला आगू जहाँ पढ़ा नेक्स्ट विषय जहाँ रोचे यापर आम पद्य पर गद्य को जा तो गद्य तुम्हें प्रथम गद्य पढ़ा आरंभ कर पढ़ी सारी समस्त धन्यवाद आशा कर समस्त भल लगी स्टे होम स्टे सेफ समस्त घर रहा बर्तमान लॉकडाउन चलती बाहर को बाहर कि जो कोरोना भली विपद को आम घर को डाकी आने धन्यवाद।